ॐ नमो भगवते वासुदेवाय। प्रथम स्कंद तृतीय अध्याय से सुतवाच। सुत कहन्ति सुधचिते हरसे मुनिंक कृते। शुण सकल मुनि जने हरिचरित सावधाने। सृष्टिर काले से मुरारी महापुरुष रूप धरी। महत्वादि अंगे पशीण विराट रूपे भगवान। कला जे बहई षोडश अनादि परम पुरुष। बुद्धि चेतना अहंकार मन अंतरिक्ष समीर। अनल जल वसुमती वश इंद्रिय जहा चिंती। जीव परम ए षोडश आदि सृष्टि उपदेश। से सृष्टि संगे इच्छा करी जले जोग निद्रा विस्तारी। तानाभि कमलु सकल प्रकाशी आच्छादिला जल। ब्रह्मा होइले तहु जात से प्रजापतिंकर नाथ। तार शरीर रूप सृष्टि लोक प्रकाश होइले अनेक। से शुद्ध तत्व विश्वरूप जार अभियान मोह कल्प। अनेक चक्षु द्वारे भरी जे विश्वरूप ब्रह्मचारी। सहस्र पाद उरुभुज शिरवदन नासा तेज। सहस्र लोचन श्रवण वसन कुंडल भूषण। मणिकुंडल झटकंती दिशंती अतिरूप कांति। से सृष्टि मध्य मायाधर करई चेते अवतार। तांकरी मूल बीच एहि जगते ब्रह्मा से बोलाई। जाहार अंशांशर बळे गगन पृथ्वी पाताळे। देव मनुष्य पशु आदि निगम गोचर संपादी। प्रथमे कुमार वयस सृष्टि उदय उपदेश। दुस्तर ब्रह्मचर्य व्रते तपसाधिले दृढ़चिते। द्वितीय सृष्टिर आगमे साधिले यज्ञेश्वर नामे। पूर्वे प्रलय काल बळे महिजे थिला रसा तळे। ताकु धरे नर हरि तक्षणे काल रूप धरी। उधरी जड़े वर्षाइला बराह कल्प बोलाइला। तृतीय ऋषि संगे हरि नारद ऋषि रूप धरी। विष्णु भक्त जन हिते निष्काम भाव उपगते। चतुर्थे जन्म वेद कांडे धर्म उद्देश्य कर्म कांडे। से रूपे नर नारायण सृजिले धर्म आचरण। तपसाधिले दृढ़चिते सृष्टि कल्पने अवरते। पंचमे सिद्धि अवतारे जन्मिले कर्दमर घरे। नाम जे कपिल बोलाई पिता मातांकु ज्ञान कही। षष्ठ सर्गरे नर हरि अत्रिर वंशे अवतरी। अनेक ज्ञान शास्त्र कल्पे जन्मिले दत्तात्रेय रूपे। सप्तमे रुचि ऋषि विरचे जन्मिले आकृतिर गर्भे। ए रूपे यज्ञ अवतार पाळिले स्वयंभवुंकर। अष्टमे नाभिगृहे जात ऋषभ मेरु देवी सुत। कठोर अति तप कले
ଜ୍ଞାନଙ୍କୁ ପଥ ଦେଖାଇଲେ। ନବମେ ପୃଥୁ ରୂପ ଧରି ବଳେ ଦୁହିଁଲେ ବସୁନ୍ଧରୀ। କ୍ଷରେ କ୍ଷୀର ଧରଣୀ କରି ସମ ନାମ ବହିଲେ ଉଷତମ। ଦଶମେ ମତ୍ସ୍ୟ ରୂପେ ହୋଇ ନାଦେ ଔଷଧି ବୀଜ ବହି। ପ୍ରଳୟ ଜଳେ ବିହରିଲା ରବି କୁମରକୁ ରଖିଲା। ଏକାଦଶରେ ଚକ୍ରଧର ଯେ ରୂପେ ଜନ ଉପକାର। ଇନ୍ଦ୍ରର ଅର୍ଥେ ଦେବାସୁରେ କ୍ଷୀର ସମୁଦ୍ର ମନ୍ଥିବାରେ। କପଟେ କୁର୍ମ ରୂପ ହୋଇ ମନ୍ଦର ଗିରି ପୃଷ୍ଠେ ବହି। ଦ୍ୱାଦଶ ସ୍ୱର୍ଗେ ବିଶ୍ୱରୂପେ ଜନ୍ମିଲା ଧନନ୍ତରୀ ରୂପେ। ଅମୃତ କ୍ଷୀରାନ୍ନ ଭୁଆଣୀ ଦେବଙ୍କୁ ପିଆଇଲେ ପାଣି। ମୋହିନୀ ରୂପେ ତ୍ରୟୋଦଶେ ଅସୁର ମୋହେ କାମ ବସେ। ଚତୁର୍ଦ୍ଦଶେ ନୃସିଂହ ବପୁ ବିଦାରେ ହିରଣ୍ୟକଶିପୁ। ବାମନ ରୂପେ ପଞ୍ଚଦଶେ ବଳିକୁ ଛଳିଲେ ବିଶ୍ୱାସେ। ଷୋଡ଼ଶ ଅବତାରେ ହରି ପରଶୁରାମ ରୂପ ଧରି। ପିତାର ବଧ ଅହଙ୍କାରେ ଧରଣୀ ଏକବିଂଶ ବାରେ। ଭ୍ରମିଲା ମହାକୋପ ନଳେ ରାଜାଙ୍କୁ ଧରି ବାହୁ ବଳେ। ଦୁଷ୍ଟ କ୍ଷତ୍ରିୟ କାଟି ମୁଣ୍ଡ ରୁଧିରେ ପୂର୍ଣ୍ଣ କଲେ କୁଣ୍ଡ। ତର୍ପଣ କଲେ ପିତୃଗଣେ ତର୍ପେ ରହିଲେ ଘୋର ବନେ। ସପ୍ତଦଶରେ ସୁର କାର୍ଯ୍ୟେ ଜନ୍ମିଲେ ପରାଶର ବୀର୍ଯ୍ୟେ। ନିଗମ ବୃକ୍ଷ ଥିଲା ଏକା ବିଚାରି କଲେ ଶତ ଶାଖା। ପ୍ରାଣୀଙ୍କ ଦେଖି ଅଳ୍ପ ବୁଦ୍ଧି ଯେ ଧର୍ମ ସଂସାରେ ପ୍ରସିଦ୍ଧି। ସେ ପୁଣି ଦିବାକର ବଂଶେ ଶ୍ରୀରାମଚନ୍ଦ୍ର ଅଷ୍ଟାଦଶେ। ଜଳଧି ବାନ୍ଧି ସୀତା ଛଳେ ଲଙ୍କା ଧ୍ୱଂସିଲେ ଭୁଜ ବଳେ। ରାବଣ ମାରି ଦେବ କାର୍ଯ୍ୟେ ଧର୍ମ ସ୍ଥାପିଲେ ଏହୁ ରାଜ୍ୟେ। ଊନବିଂଶତି ରୂପେ ହରି ଯାଦବ ବଂଶେ ଅବତରୀ। କୃଷ୍ଣ ଶରୀର ରାମ ତୁଲେ ଅବନି ଭାରା ନିବାରିଲେ। କଳି ଆରମ୍ଭେ ଭାବଗ୍ରାହୀ ପାଷାଣ୍ଡ ଜନ ମନ ମୋହି। ବୁଧ ନାମରେ ଦ୍ୱିଜ ଘରେ ଜନ୍ମିଲେ କୀଟକ ନଗରେ। ଜ୍ଞାନ ଉଦ୍ଦେଶ୍ୟ ଭଗବାନ ମୋହିଲେ ଅସୁରଙ୍କ ମନ। ଏମନ୍ତେ ଜନ୍ମ ଏକବିଂଶ ସୁଜନ ହିତେ ହୃଷିକେଶ। ସେ ପୁଣି କଳି ଯୁଗ ଅନ୍ତେ ରାଜାଙ୍କୁ ଦେଖି ଜଗତେ। ହୃଦୟ ହୃଦୟ ପ୍ରଜା ମାରି ଧନ ଜୀବନ ନିତ୍ୟ ହରି। ସେ କପେ ବିଷ୍ଣୁ ଯଶା ଘରେ ଜନ୍ମିଲେ କଳ୍କି ଅବତାରେ। ମନରୁ ଅତି ବଳବନ୍ତ ଅସୱାର ହୋଇ ଜଗନ୍ନାଥ। ସୁନନ୍ଦ ଖଡ୍ଗ କଲେ ଧରି ଦୁଷ୍ଟ ରାଜଙ୍କୁ ବେଗେ ମାରି। ଅଳ୍ପ ପ୍ରଜାଜନ ଶେଷ ଦୟାରେ ଲଭିବେ ଆଶ୍ୱାସ। ସେ ସତ୍ୟ ନିଧି ମାୟାଧର ଅସଂଖ୍ୟ କରେ ଅବତାର। ଯଥା ଅକ୍ଷୟ ହ୍ରଦ ଦେହେ ସହସ୍ର କ୍ଷୁଦ୍ର ନଦୀ ବହେ। ଋଷି ଦେବତା ମନୁ ରାଜା ଯେ ମନୁ ପୁତ୍ରେ ମହାତେଜା। ଆଦି ଯେତେ ପ୍ରଜାପତି ବିଷ୍ଣୁର ଜନ୍ମେ ଅଂଶ ହୁଅନ୍ତି। କେ ଅଂଶେ କେତେ କାଳ ହୋଇ ବିଭୂତି ଗୁଣେ କେ ଜନ୍ମଇ। ସକଳ ଅବତାର ସାର
କିୟବା ଦେବା ପଟନ୍ତର ନିଜ ମୂରତି ଚକ୍ରଧର ସ୍ୱୟଂ ଶ୍ରୀକୃଷ୍ଣ ଅବତାର ଏମନ୍ତେ ନାନା ରୂପ ଧରେ ସେ ହରି ସଂସାରେ ବିହରେ ଦୁଷ୍ଟଙ୍କ ବଳ ତେଜ ହରି ସଂସାର ରଖେ ନରହରି ବିଷ୍ଣୁର ଜନ୍ମ କର୍ମ ବାଣୀ ଯେହା ଜନ୍ମେ ନିତ୍ୟ ଶୁଣି ରାତ୍ର ଦିବସ ମଧ୍ୟ ଯେତେ କାଳ ବଞ୍ଚନ୍ତି କୃଷ୍ଣ ଭାବେ ସେ ଦୁଃଖ ସଙ୍କଟୁ ତରନ୍ତି ଜନ୍ମ ମରଣ ନାହିଁ ଭ୍ରାନ୍ତି ବିଷ୍ଣୁ ଜନ୍ମଇ ଜନ୍ମ ହିତେ ଏମନ୍ତେ ନାନା ରୂପ ଯେତେ ସ୍ୱଭାବେ ରୂପ ଯାର ନାହିଁ ତ୍ରିଲୋପ ନିରଞ୍ଜନ ସେହି ମାୟାର ଗୁଣେ ବିରଚିତ ମହତ ଆଦିରୁ ସମ୍ଭୂତ ଯେସନେ ମେଘ ଶୂନ୍ୟ ଥାଇ ଗଗନେ ଧୂଳି ଯେ ଉଡ଼ଇ ତାହାକୁ ଦୃଷ୍ଟି ଊର୍ଦ୍ଧ୍ୱେ ଦେଖି ଯେ ସତ୍ୟ ପ୍ରାୟ ଉପଲକ୍ଷୀ ତାହାଙ୍କୁ ବୋଲି ଜ୍ଞାନହୀନ ଏବେ ହୋ ଶୁଣ ମୁନି ଜନ ସ୍ୱଭାବେ ଦୃଶ୍ୟ ବର୍ଣ୍ଣ ନୁହେଁ ଗୁଣ ଆବରି ଦେହ ବହେ ଏଣୁ ଏ ଜୀବ ରୂପ ବହି ଜନ୍ମ ମରଣ ପଥେ ଥାଇ ସମ ରୂପ ଯେତେ ସମ୍ଭବେ ବିଷ୍ଣୁ ମାୟାଗ୍ରସ୍ତେ ଆତ୍ମାରେ କଳ୍ପିତ ଈଶ୍ୱର ଏତହୁଁ ବ୍ରହ୍ମାର ବିଚାର ମାୟା ମିଶ୍ରିତ ପ୍ରାଣୀ ଯେତେ ମାୟା ମିଶ୍ରିତ ପ୍ରାଣୀ ଯେବେ ନିରସ୍ତ ହୋଇ ଜ୍ଞାନ ଭାବେ ତେବେ ଆତ୍ମାରେ ଆତ୍ମା ଦେଖ ନିର୍ମଳ ମହିମା ନିରେଖ ଏମନ୍ତେ ଜନ୍ମ କର୍ମ ଯେତେ ବିଚାର କରିବେ ଦମତେ କହନ୍ତି ଯେତେ ମୁନି ଧ୍ୟାନେ ଏ ନ ଘଟଇ ଅନୁମାନେ ପରମାନନ୍ଦ ରୂପ ଚିତ ଯେତେ ସେ ହୁଅନ୍ତି ମିଶ୍ରିତ ତେବେ ସନ୍ମତ ବ୍ରହ୍ମ ଜ୍ଞାନ ଜାଣଇ ତତ୍ତ୍ୱଜ୍ଞାନୀ ଜନ ଯାହାର ଜନ୍ମ କର୍ମ ନାହିଁ ବେଦର ଗୁପ୍ତ ତତ୍ତ୍ୱ ସେହି ତାହାଙ୍କ ଜନ୍ମ କର୍ମ ଭାବେ କବି ବର୍ଣ୍ଣନ୍ତି ସ୍ୱଭାବେ ଜନ୍ମ ଯାର ନାହିଁ ବିଚାର କରିବ ସେ କାହିଁ ଅମୋହ ଲୀଳା ନରହରି ଆତ୍ମାରେ ବିଷ୍ଣୁ ମାୟା କରି ବ୍ରହ୍ମାଣ୍ଡ ସୃଜଇ ପାଳଇ ତାହାକୁ ଅନ୍ତେ ସେ ରଖଇ ପ୍ରାଣୀଙ୍କ ମଧ୍ୟ ଆତ୍ମା ତନ୍ତେ ଷଡ଼ବର୍ଗେ ଯେ ଭାବେ ନିତ୍ୟ ଏଣୁ ଈଶ୍ୱର ସେ ବୋଲାଇ କିଛି କି ଉପମା ଦେବି ମୁହିଁ ଏଣୁ ଈଶ୍ୱର ସେ ବୋଲାଇ କିସ ଉପମା ଦେବି ମୁହିଁ ଈଶ୍ୱର ଲୀଳା କର୍ମ ଯେତେ କେ ଜାଣି ପାରେ ତର୍କ ମତେ ଏହାର ଅଛି ଯେତେ ନାମ
ସ୍ୱଭାବେ ଯେତେ ଗୁଣଗ୍ରାମମ୍ ନଟ ଯେ ଶନି ମାୟା କରି ମୋହଇ କୁହୁକ ବିସ୍ତାରୀ ଅଜ୍ଞାନୀ ଜାଣିବ କି ତାହା ଦୁରଧି ଗବ୍ୟମିଷ୍ଟୁମାୟମ୍ ଏକାଳ ଚକ୍ର ତାର ହସ୍ତ କେ ଜାଣି ପାରେ ତାର ଗ୍ରସ୍ତ ସେ ହରି ପାଦ ପଦ୍ମବନ୍ଧ ଯେ ନିତ୍ୟ ପିଏ ମକରନ୍ଦ ହିଂସକ ପଟ ଦୂରେ ତେଜି ସର୍ବାନୁକୂଳେ କୃଷ୍ଣ ଭଜି ଭକ୍ତ ଭାବେଣ ଭଜନ୍ତି ସେ କୃଷ୍ଣ ମହିମା ଜାଣନ୍ତି ଧନ୍ୟ ଜୀବନ ତାହାଙ୍କର ସେ ହରି ଚରଣେ କିଙ୍କର ସର୍ବ ଆତ୍ମାକୁ ମାୟା ଭାବେ ଭଜନ୍ତି ନିତ୍ୟ ବାସୁଦେବେ ଏମନ୍ତେ ଭାବେ ଯେ ଭଜଇ ଏ ମାୟା ତାକୁ ନ ଲାଗଇ ଏ ଯେ ପୁରାଣ ଭାଗବତ ନିର୍ମଳ ପଦ ବ୍ରହ୍ମ ତତ୍ତ୍ୱ କୃଷ୍ଣର ଚରିତ୍ର ପ୍ରଶଂସୀ ପ୍ରକାଶ କଲେ ବ୍ରହ୍ମ ଋଷି ଜୀବର ମୁଖ୍ୟ ଫଳ ଅର୍ଥେ ଧନ୍ୟ ମଙ୍ଗଳ ଏ ଜଗତେ ସର୍ବନିଗମ ଇତିହାସେ ସାରଉ ଧରି ମନ ତୋଷେ ଆତ୍ମଜ୍ଞାନୀଙ୍କ ମଧ୍ୟ ସାର ଯେ ସୁକ ରୂପେ ଅବତାର ସେ ପୁଣି ପରୀକ୍ଷିତ ଆଗେ କହିଲେ ଆତ୍ମା ଅନୁରାଗେ ବ୍ରାହ୍ମଣ ସାପେ ସେ ବିକଳେ ନିବାସ କରି ଗଙ୍ଗା ଜଳେ ପରମ ଋଷି ମେଳେ ଥାଇ କୃଷ୍ଣ ଚରଣେ ମନ ଦେଇ ଏ ଭାଗବତ ରସ ଶୁଣି ତରିଲା ଭବ ତରଙ୍ଗିଣୀ ଯେ କୃଷ୍ଣ ଲୀଳା କାର୍ଯ୍ୟ ଲଭେ ନିଜ ଭୁବନେ ପୁଣି ଯିବେ ସଙ୍ଗତେ ଘେନି ଧର୍ମ ଜ୍ଞାନ ନିଜ ଶରୀରେ ଦେବେ ଲୀନ ଏକଳି ଯୁଗ ଯେତେ ନରେ ପଡ଼ିବେ ମାୟା ଅନ୍ଧକାରେ ତାହାଙ୍କୁ ତପନ ଉଦିତ ହୋଇବ ଭବେ ଭାଗବତ ରାଜା ସଙ୍ଗତେ ଗଙ୍ଗା ତଟେ ଅନେକ ଋଷିଙ୍କ ସଙ୍ଗତେ ଏ ଭାଗବତ ତତ୍ତ୍ୱବାଣୀ ସୁକମୁନିଙ୍କ ମୁଖ ଶୁଣି ଜାଣିଲି ସୁକ ଅନୁରାଗେ ଏବେ କହିଲେ ତୁମ୍ଭ ଆଗେ କହଇ ଦାସ ଜଗନ୍ନାଥ ସୁଜନ ହିତେ ଭାଗବତ ଏଭାବେ ଚିନ୍ତନର ହରି ଘୋର ସଂସାର ଜୀବ ତରି ଏଭାବେ ଚିନ୍ତନର ହରି ଘୋର ସଂସାର ଜୀବ ତରି ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ ସେ ମକରନ୍ଦ ପାନ କରି ହେଳେ ତରିଲେ ବ୍ରଜ ନାରୀ ସେ ବ୍ରଜ ନାରୀଙ୍କ ପୟରେ ମନ ମୋର ନିରନ୍ତରେ ମନ ମୋ ନିରନ୍ତରେ ରହୁ হা কৃষ্ণ বলি জীব যাও
হা কৃষ্ণ বলি যাও জীব, মোতে উদ্ধর পদ্মনাভ, মোতে উদ্ধর পদ্মনাভ, মোতে উদ্ধর পদ্মনাভ। इति श्रीमद्भागवते महापुराणे परमहंस सहितयां वैयासिक्यां प्रथमस्कन्धे नवमीश उपाख्याने जन्मगृह नाम तृतीयोऽध्याय। भीमस्य पीडने भंगो मणिरपि मतिभ्रम, यदि सुधमसुधता मम दर्शन विद्यते। ओं नमो भगवते वासुदेवाय।